ଖ୍ରୀଷ୍ଟଙ୍କ ଯୋଗରେ ସ୍ନେହର ଭାଇ ଭଉଣୀମାନେ ସମସ୍ତଙ୍କୁ ଜୟ ଯୀଶୁ ଏବଂ ନବଜୀବନ ବାଣୀ କେନ୍ଦ୍ରକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରେ। ଆଜି ମାର୍ଚ୍ଚ ମାସର 12 ତାରିଖ ଅର୍ଥାତ ତପସ୍ୟା କାଳର ତୃତୀୟ ସପ୍ତାହର ଗୁରୁବାର ଦିବସ। ଆଜି ଆମମାନଙ୍କୁ ପବିତ୍ର ମାତା ମଣ୍ଡଳୀ ଯେଉଁ ବାକ୍ୟ ଦିଏ ତାହା ହେଉଛି ଆମେ ପାଇଛୁ ଆଜି ଲୁକ୍ ସାଧୁ ଲୁକ୍ କଞ୍ଜୟ ପୁଣ୍ୟ ସୁସମାଚାର 11 ଅଧ୍ୟାୟ ପଦ ସଂଖ୍ୟା 14ରୁ 23। ଆସନ୍ତୁ ପ୍ରଥମରେ ସେ ବାକ୍ୟ ଆମେ ପାଠ କରିବା। ପଠିତ ବାକ୍ୟ ଅଳ୍ପ ପ୍ରାର୍ଥନା କରି ଆମ ବାକ୍ୟ ପରିବେଷଣ କାର୍ଯ୍ୟ ଆରମ୍ଭ କରିବା। ତେବେ ଖୋଲନ୍ତୁ ଆପଣମାନଙ୍କର ବହି ବାଇବେଲ ଯଦି ପାଖରେ ଅଛି। ଲୁକ୍ ସୁସମାଚାର 11 ଅଧ୍ୟାୟ 14ରୁ 23 ପଦ। ଯୀଶୁ ଏବଂ ବେଲଜେବୁଲ୍ ପାଠଟି ଆରମ୍ଭ କରିବା। ଥରେ ଯୀଶୁ ଜଣେ ମୂକ ଲୋକଠାରୁ ଭୂତ ଛଡ଼ାଇଲେ। ଭୂତାତ୍ମା ବାହାରି ଗଲା ପରେ ମୂକ ଲୋକଟି କଥା କହିବାକୁ ଲାଗିଲା। ଏହା ଦେଖି ଲୋକମାନେ ଆଚମ୍ବିତ ହେଲେ, କିନ୍ତୁ ସେମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଭୂତପତି ବେଲଜେବୁଲ୍ ଦ୍ୱାରା ଭୂତ ଛଡ଼ାଉଛି। ଆଉ କେତେଜଣ ତାକୁ ପରୀକ୍ଷା କରିବା ପାଇଁ ତାଙ୍କଠାରୁ ସ୍ୱର୍ଗରୁ ଏକ ଚିହ୍ନ ମାଗିଲେ। ଯୀଶୁ ସେମାନଙ୍କର ମନର ଭାବନା ଜାଣିପାରି ସେମାନଙ୍କୁ କହିଲେ, କୌଣସି ରାଜ୍ୟ ବିଭାଜିତ ହୋଇ ଆପଣା ବିରୁଦ୍ଧରେ ଉଠିଲେ ତାହା ମରୁ ପାଲଟିଯାଏ ଏବଂ ସେହିପରି ବିଭାଜିତ ଗୃହର ପତନ ହୁଏ। ଅତଏବ ଶୈତାନ ଯଦି ବିଭାଜିତ ହୋଇ ନିଜର ବିରୁଦ୍ଧରେ ଉଠେ ତେବେ ତାର ରାଜ୍ୟ କିପରି ତିଷ୍ଠିବ? କାରଣ ତୁମେ କହୁଛ ଯେ ମୁଁ ବେଲଜେବୁଲ୍ ସହାୟତାରେ ଭୂତ ଛଡ଼ାଉଛି। ମୁଁ ଯଦି ବେଲଜେବୁଲ୍ ସହାୟତାରେ ଭୂତ ଛଡ଼ାଉଛି ତେବେ ତୁମେ ଭୂତ ବିତାଡ଼ିତ ମାନେ କାହା ଶକ୍ତିରେ କାର୍ଯ୍ୟ କରନ୍ତି? ଏଣୁ ସେମାନେ ତୁମର ବିଚାରକ ହେବେ। କିନ୍ତୁ ମୁଁ ଯଦି ଈଶ୍ୱରଙ୍କ ଶକ୍ତିରେ ଭୂତ ଛଡ଼ାଉଛି ତେବେ ଈଶ୍ୱରଙ୍କ ରାଜ୍ୟ ତୁମ ମଧ୍ୟରେ ଉପସ୍ଥିତ। ଯେତେବେଳେ ଜଣେ ବଳବାନ ଲୋକ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ ହୋଇ ଆପଣା ଗୃହକୁ ରକ୍ଷା କରେ ତାର ସମ୍ପତ୍ତି ସୁରକ୍ଷିତ ରହେ। କିନ୍ତୁ ଯେତେବେଳେ ତାଠାରୁ ଅଧିକ ବଳବାନ ବ୍ୟକ୍ତି ଆକ୍ରମଣ କରି ତାକୁ ପରାଜିତ କରେ ସେ ତାର ସବୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନିଏ ଯାହା ଉପରେ ସେ ଆସ୍ଥା ରଖିଥିଲା ଏବଂ ଲୁଣ୍ଠିତ ଦ୍ରବ୍ୟକୁ ଭାଗ କରି ନିଏ। ଯେ ମୋର ସପକ୍ଷରେ ନୁହେଁ ସେ ମୋର ବିପକ୍ଷ। ଯେ ମୋ ସହିତ ସଂଗୃହୀତ ହୁଏ ନାହିଁ ସେ ବିକ୍ଷିପ୍ତ ହୁଏ। ପ୍ରଭୁଙ୍କର ସୁସମାଚାର। ଆସନ୍ତୁ ଅଳ୍ପ ପ୍ରାର୍ଥନା କରି ଆଜି ବାକ୍ୟ ପରିବେଷଣ କରିବା। ପ୍ରେମମୟ ସ୍ୱର୍ଗସ୍ଥ ପିତା, ଏହି ତପସ୍ୟା କାଳରେ ପ୍ରଭୁ ଏ ବାକ୍ୟ ମାଧ୍ୟମରେ ଆମକୁ ଯେଉଁ ଶିକ୍ଷା ଦେବା ପାଇଁ ତୁମେ ଇଚ୍ଛା କରୁଛ ସେ ବାକ୍ୟ ଆମମାନଙ୍କୁ ଶିକ୍ଷା ଦେବା ପାଇଁ ତୁମର ଆତ୍ମାକୁ ପ୍ରେରଣ କର। କାରଣ ଜନ୍ ସୁସମାଚାର 14 ଅଧ୍ୟାୟ 26 ପଦରେ ତୁମେ କହିଲ, ଯେତେବେଳେ ପବିତ୍ର ଆତ୍ମା ତୁମ ନିକଟକୁ ଆସିବେ ସେହି ପବିତ୍ର ଆତ୍ମା ହିଁ ତୁମମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ। ହେ ଦୟାମୟ ପରମେଶ୍ୱର, ଆମେ ଅଜ୍ଞାନୀ ପାପୀ ଅଧମ ପ୍ରଭୁ, ଆମମାନଙ୍କୁ ଶିକ୍ଷା ଦେବା ପାଇଁ ତୁମର ଆତ୍ମାକୁ ପ୍ରେରଣ କର। ସେଇ ଆତ୍ମା ହିଁ ଆମମାନଙ୍କୁ ଶ୍ରୋତା ଏବଂ ବକ୍ତା ସମସ୍ତଙ୍କୁ ସ୍ପର୍ଶ କରି ବାକ୍ୟ ପରିବେଷଣ କରିବା ପାଇଁ, ବାକ୍ୟ ଶୁଣିବା ପାଇଁ, ବାକ୍ୟର ଗଭୀର ଅର୍ଥ ବୁଝି ବାକ୍ୟଭିତ୍ତିକ ଜୀବନଯାପନକୁ ଅନୁଗ୍ରହ ପ୍ରଦାନ କର। ଏହି ଛୋଟ ପ୍ରାର୍ଥନା ଆମେ ପ୍ରଭୁ ଯୀଶୁଙ୍କ ନାମରେ ମାଆଙ୍କୁ ମଧ୍ୟସ୍ଥ ଭିକ୍ଷା କରୁଅଛୁ। ଆମେନ୍। ସ୍ନେହର ଭାଇ ଭଉଣୀମାନେ, ଆମେ ସମସ୍ତେ ଜାଣୁ ଜନ୍ ସୁସମାଚାର 1 ଅଧ୍ୟାୟ 1 ପଦ ଲେଖାଯାଇଛି, ବାକ୍ୟ ହିଁ ପରମେଶ୍ୱର। ଏବଂ ଜନ୍ ସୁସମାଚାର 6 ଅଧ୍ୟାୟ 63 ପଦରେ ଲେଖାଯାଇଛି ଯେ ବାକ୍ୟ ହିଁ ଜୀବନ, ବାକ୍ୟ ହିଁ ଆତ୍ମା। ଆତ୍ମାର ଅର୍ଥ ପବିତ୍ର ଆତ୍ମା। କାରଣ ପ୍ରେରିତ ପୁସ୍ତକ 10 ଅଧ୍ୟାୟ 44 ପଦରେ ଆମେ ଦେଖିବାକୁ ପାଉଛୁ, କର୍ଣ୍ଣେଲିୟସଙ୍କ ଘରକୁ ଯାଇ ଯେତେବେଳେ ପିତର ପ୍ରଚାର କଲେ, ବାକ୍ୟ ପ୍ରସାରଣ କଲେ, କର୍ଣ୍ଣେଲିୟସ ଘରେ ଯେତେ ଲୋକ ଉପସ୍ଥିତ ଥିଲେ ବାକ୍ୟ ଶୁଣୁଥିଲେ ସେମାନେ ସମସ୍ତେ ଆତ୍ମାରେ, ସେହି ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲେ। ତେଣୁ ଯେଉଁ ବାକ୍ୟ ଆମେ ଶୁଣୁଛୁ, ଯେଉଁ ବାକ୍ୟ ଆମେ ପଢ଼ୁଛୁ ତାହା ହିଁ ପବିତ୍ର ଆତ୍ମା। ଏବଂ ସେହି ବାକ୍ୟ ରୂପୀ ପରମେଶ୍ୱର ଆମ ଜୀବନକୁ ଆସିଲେ ଆମେ ଶୁଣିବା ଦ୍ୱାରା ରୋମିଓ 10 ଅଧ୍ୟାୟ 17 ପଦରେ ଲେଖାଯାଇଛି, ବିଶ୍ୱାସ ଶ୍ରବଣରୁ ଜାତ ଏବଂ ଶ୍ରବଣ ପବିତ୍ର ଧର୍ମଗ୍ରନ୍ଥରୁ ଜାତ। ଅର୍ଥାତ ପରମେଶ୍ୱରଙ୍କର ଦିବ୍ୟ ଇଚ୍ଛା ଯେ ଆମେ, କାରଣ ଜନ୍ ସୁସମାଚାର 3 ଅଧ୍ୟାୟ 16 ପଦରେ ସ୍ୱୟଂ ପ୍ରଭୁ କହିଲେ, ପରମେଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ତାଙ୍କର ଏକମାତ୍ର ପୁତ୍ରକୁ, ଅଦ୍ୱିତୀୟ ପୁତ୍ରକୁ ପ୍ରେରଣ କଲେ, ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ଯେ ଅନନ୍ତ ଜୀବନ ଲାଭ କରିବେ।
ତେବେ ସ୍ନେହର ଭାଇ ଭଉଣୀମାନେ ବିଶ୍ୱାସ ତ ଆମର କିଣା ବିକା ଜିନିଷ ନୁହଁ କି ମାର୍କେଟରେ ମିଳିବ ନାହିଁ କି ବିଡ଼ିଓ ଅଫିସରେ ମିଳିବ ନାହିଁ କି ଥାନାରେ ମିଳିବ ନାହିଁ କୌଣସି ଜାଗାରେ ମିଳିବ ନାହିଁ। ବିଶ୍ୱାସ କେବଳ ବାକ୍ୟ ଶ୍ରବଣ ଦ୍ୱାରା ମିଳେ ବୋଲି ଆମେ ଜାଣିଲୁ। କିନ୍ତୁ ବାକ୍ୟ ଶୁଣିବା ପାଇଁ ଯେଉଁମାନେ ପ୍ରତିରୋଧ କରନ୍ତି, କାନ ବନ୍ଦ କରନ୍ତି ବା ପ୍ରତିରୋଧ କରନ୍ତି, ସେମାନେ ଈଶ୍ୱରଙ୍କର ପବିତ୍ର ଆତ୍ମାଙ୍କ ବିରୋଧରେ ପାପ କରନ୍ତି ଏବଂ ସେମାନଙ୍କ ପାଇଁ ପରିତ୍ରାଣ ଅସମ୍ଭବ। କାରଣ ବିଶ୍ୱାସ ଶୁଣିବା ଦ୍ୱାରା ସିନା ଆମେ ପରିତ୍ରାଣ ପାଇବା, ଚେତନା ପାଇବା, ଅନୁତାପ ପାଇବା, ବିଶ୍ୱାସ ପାଇବା ଏବଂ ସେ ବିଶ୍ୱାସ ଦ୍ୱାରା ଆମେ ସମସ୍ତେ ପରିତ୍ରାଣ ପାଇବା। କାରଣ ରୋମୀୟ 3:28 ଲେଖାଯାଇଛି ଯେ କର୍ମ ବ୍ୟତିରେକ ବିଶ୍ୱାସ ଦ୍ୱାରା ମଣିଷମାନେ ଧାର୍ମିକ ପରିଗଣିତ ହୁଅନ୍ତି। ତେବେ ସ୍ନେହର ଭାଇ ଭଉଣୀ ଆମେ କର୍ମ ଦ୍ୱାରା ପରିତ୍ରାଣ ପାଇବା ନାହିଁ ବୋଲି ବ୍ୟାଖ୍ୟା ହେଉଛି ଆମେ ବିଶ୍ୱାସ ଦ୍ୱାରା ପରିତ୍ରାଣ ପାଇବା। କାରଣ ଆମର ଆବ୍ରାହମ ନିରାଶଜନକ ପରିସ୍ଥିତିରେ ଆଶା ରଖି ବିଶ୍ୱାସ କରି ଅସଂଖ୍ୟ ଜନତାଙ୍କର ପିତା ହେବାର ସମ୍ଭବ ହୋଇଥିଲା। ତେଣୁ ସ୍ନେହର ଭାଇ ଭଉଣୀ ଏ ବିଶ୍ୱାସ ବାକ୍ୟ ଶୁଣିବା ଦ୍ୱାରା ହିଁ ଆମେ ବିଶ୍ୱାସ ପାଉଛୁ। ବିଶ୍ୱାସ ପାଇବା ଦ୍ୱାରା ଆମେ ପରିତ୍ରାଣ ପାଉଛୁ ଏବଂ ପରମେଶ୍ୱର ପରିତ୍ରାଣ ଯୋଜନା ସଫଳ ହେଉଛି। କିନ୍ତୁ ଦୁଃଖର ବିଷୟ ହେଲା ପରମେଶ୍ୱର ଆଜି କହନ୍ତି, ପରମେଶ୍ୱର ଆଜି ଆମର ଇଶାୟା ପୁସ୍ତକ 1:2 ଲେଖା 1:1 ଲେଖାଯାଇଛି ଯେ ପରମେଶ୍ୱର ନିଜେ କହନ୍ତି, ହେ ସ୍ୱର୍ଗ ଶୁଣ, ହେ ପୃଥିବୀ କାନ ଦିଅ, ବଳଦମାନେ ନିଜର ଗୁହାଳକୁ ଚିହ୍ନି ଫେରନ୍ତି ଏବଂ ଗଧମାନେ ମଧ୍ୟ ତାଙ୍କର ଡଙ୍ଗାକୁ ଚିହ୍ନିକି ଫେରି ଆସନ୍ତି ସନ୍ଧ୍ୟାରେ। କିନ୍ତୁ ମୁଁ ଯେମାନଙ୍କ ଲାଳନ ପାଳନ କରି ଇସ୍ରାଏଲ ଜନତା ସେମାନେ ମୋ ବିରୁଦ୍ଧରେ ବିଦ୍ରୋହ କରନ୍ତି। ତେଣୁ ପରମେଶ୍ୱର ଖେଦ କରନ୍ତି। କାରଣ ଜେରେମିୟା 8:6 ଲେଖାଯାଇଛି ଯେ କେହି ମଧ୍ୟ ଜଣେ ମଧ୍ୟ ଅନୁତାପ କଲେ ନାହିଁ ଏବଂ ଜେରେମିୟା 8:9 ଲେଖାଯାଇଛି ଯେ ସମସ୍ତେ ପରମେଶ୍ୱରଙ୍କ ଜୀବନ୍ତ ବାକ୍ୟକୁ ପରିତ୍ୟାଗ କଲେ। ତେଣୁ ପରମେଶ୍ୱରଙ୍କର କ୍ରୋଧ, ତାହା ଦୁଃଖ ସେ ଆଜି କହୁଛନ୍ତି, ହେ ସ୍ୱର୍ଗ ଶୁଣ ଏବଂ ହେ ପୃଥିବୀ କାନ ଦିଅ। ଗୋରୁ ଗାଈମାନେ ଗଧମାନେ ତାଙ୍କର ମାଲିକ ଘରକୁ ଚିହ୍ନିକି ଆସନ୍ତି କିନ୍ତୁ ମୋର ଜନତା ଶୁଣନ୍ତି ନାହିଁ। ବାକ୍ୟ ନ ଶୁଣିକି ସେମାନେ ଅନେକ ଲୋକ ବିନଷ୍ଟ ହେଲେ। ଆଜିର ସୁସମାଚାର ମଧ୍ୟ ପ୍ରଭୁ ଯୀଶୁ ଜଣେ ମୂକଠାରୁ ମଧ୍ୟ ଗୋଟେ ଭୂତାତ୍ମକ ବାହାର କଲେ ଏବଂ ସେଇ ଯେଉଁ ମୂକ ବ୍ୟକ୍ତି ସାଙ୍ଗେ ସାଙ୍ଗେ କଥା କହିଲେ। ଈଶ୍ୱରଙ୍କର ମହିମା ଗୌରବ ଗାନ କରି ସମସ୍ତେ ବିଶ୍ୱାସ କରିବା ପରିବର୍ତ୍ତେ କେତେକ ଲୋକମାନେ ବିରୋଧ କରି ଯୀଶୁଙ୍କୁ ଇଏ ତ ଭୂତପତିଙ୍କ ଦ୍ୱାରା ସେ ଭୂତ ଛାଡ଼ୁଛି, ଭୂତ ବାହାର କରୁଛି ବୋଲି ଲୋକମାନଙ୍କୁ ବିଶ୍ୱାସକୁ ବିଗଡ଼େଇ ଦେଉଛନ୍ତି, ପଥଭ୍ରଷ୍ଟ କରୁଛନ୍ତି, ବିପଥଗାମୀ କରୁଛନ୍ତି। କାରଣ ସ୍ନେହର ଭାଇ ଭଉଣୀମାନେ ଯେଉଁମାନେ ଅନ୍ୟମାନଙ୍କର ବିଶ୍ୱାସର ପତନର କାରଣ ହେବ, ଆପଣ ମାଥ୍ୟୁ ସୁସମାଚାର 6:18 ଲେଖାଯାଇଛି ଯେ ସେମାନଙ୍କର ବେକରେ ଘୋରଣା ଚକି ବାନ୍ଧି ଗୋଡ଼େଇଥିଲେ ସମୁଦ୍ର ନିକ୍ଷିପ୍ତ କରିଥିଲେ ଭଲ ହେଇଥାନ୍ତା। ତେବେ ସ୍ନେହର ଭାଇ ଭଉଣୀମାନେ ଆଜିର ବାକ୍ୟରେ ମଧ୍ୟ ଲେଖାଯାଇଛି ଯେ ସେମାନେ ଯୀଶୁଙ୍କ ଠାରେ ମଧ୍ୟ ବିଶ୍ୱାସ କରିବାକୁ ସେମାନେ ବିଦ୍ରୋହ କରୁଛନ୍ତି ଯେ ନ ଶୁଣିବା ପାଇଁ ସେମାନେ ଲୋକମାନଙ୍କୁ ଭ୍ରମ କରୁଛନ୍ତି ଏବଂ ଲୋକମାନଙ୍କୁ ବିପଦଗାମୀ କରୁଛନ୍ତି। ତେଣୁ ସେମାନେ କହୁଛନ୍ତି ଯେ ଆ କଥା କାହିଁକି ଶୁଣୁଛ, ସେ ଭୂତପତି ଦ୍ୱାରା ସେ ଭୂତକୁ ତଡ଼ୁଛି। ତେଣୁ ପ୍ରଭୁ ଯୀଶୁ କହିଲେ, ମୁଁ ଯଦି ଭୂତପତିମାନଙ୍କ ଦ୍ୱାରା ଭୂତ ତଡ଼ୁଛି ତାହେଲେ ତୁମେ କାହାର ଦ୍ୱାରା ଭୂତକୁ ତଡ଼ୁଛ? ମୁଁ ଯଦି ଈଶ୍ୱରଙ୍କର ଶକ୍ତି ଦ୍ୱାରା ଯଦି ମୋ ଭୂତ କରୁଛି ତାହେଲେ ମୋ ସ୍ୱର୍ଗରାଜ୍ୟ ସନ୍ନିକଟ ତୁମେ କାହିଁକି ବିଶ୍ୱାସ କରୁନ? ପ୍ରଭୁ ଯୀଶୁ ଆଜି ଆମମାନଙ୍କର ଅବିଶ୍ୱାସ ପ୍ରତି ମନ ଦୁଃଖରେ କହୁଛନ୍ତି, ତୁମେ କାହିଁକି ଏଇ ଯେଉଁ ଅବିଶ୍ୱାସ କରିବା ଦ୍ୱାରା ଆମେମାନେ ପରିତ୍ରାଣ ପାଇବାନି। ତେବେ ସ୍ନେହର ଭାଇ ଭଉଣୀମାନେ ଆମେ ଏତିକି ଜିନିଷ ମନେ ରଖିବା ଦରକାର ଅଛି ଯେ ମାଥ୍ୟୁ ସୁସମାଚାର 9:32 ସୁସମାଚାର କହେ, ଯେଉଁମାନେ ପିତାଙ୍କ ବିରୁଦ୍ଧରେ ପାପ କଲେ ହୁଏତ କ୍ଷମା ହେଇପାରେ, ଯେଉଁମାନେ ଯୀଶୁଙ୍କ ବିରୁଦ୍ଧରେ ପାପ କଲେ କ୍ଷମା ହେଇପାରେ, କିନ୍ତୁ ଯେଉଁମାନେ ପବିତ୍ର ଆତ୍ମାଙ୍କ ବିରୋଧରେ ପାପ କରନ୍ତି ସେମାନଙ୍କର ପାପ ନା ଏ ଜଗତରେ କ୍ଷମା ହେବ ନା ଆର ଯୁଗରେ କ୍ଷମା ହେବ। ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ପାପ କରିବାର ଅର୍ଥ ହେଲା ଯେତେବେଳେ ବାକ୍ୟ ପ୍ରସାରଣ କରନ୍ତି ଯେମିତି କାନ ବନ୍ଦ କରିବା, ଆଖି ବନ୍ଦ କରିବା, ବାକ୍ୟ ପ୍ରତି ମନୋଯୋଗ ନ ହେବା, ବାକ୍ୟକୁ ଗ୍ରହଣ ନ କରିବା, ତାର ଅର୍ଥ ହେଲା ପବିତ୍ର ଆତ୍ମାର ରାସ୍ତାକୁ ଆମେ ପ୍ରତିରୋଧ କରୁଛୁ, ପ୍ରତିବନ୍ଧ କରୁଛୁ। ପବିତ୍ର ଆତ୍ମା ଆମ ଜୀବନକୁ ଆସିବେ ନାହିଁ କି ଆମେ ବିଶ୍ୱାସ ପାଇବାନି କି ଆମେ ପରିତ୍ରାଣ ପାଇବାନି। ବିଶ୍ୱାସ ବିନା ଆମେ କେହି ମଧ୍ୟ ପରିତ୍ରାଣ ପାଇବାନି। ନିଜର କର୍ମ ଦ୍ୱାରା ନାହିଁ, ଆମେ ବିଶ୍ୱାସ ଦ୍ୱାରା ଆମେ ପରିତ୍ରାଣ ପାଇବା। ତେଣୁ ସ୍ନେହର ଭାଇ ଭଉଣୀମାନେ ଆଜି ବିଶ୍ୱାସର ପତନର କାରଣ ଯେଉଁମାନେ ହେଉଛନ୍ତି
କରୁଛନ୍ତି ସେମାନଙ୍କୁ ଭିକ୍ ପରମେଶ୍ୱର କହୁଛନ୍ତି। ଆଜି ଯେଉଁମାନେ ଲୋକମାନଙ୍କୁ ପଥଭ୍ରଷ୍ଟ କରୁଛନ୍ତି, ବିଭ୍ରାନ୍ତ କରୁଛନ୍ତି, ସେମାନଙ୍କୁ ହିଁ ଭିକ୍। ତେଣୁ ପ୍ରଭୁ ଆଜି ଦୁଃଖରେ କହୁଛନ୍ତି ଯେ ନାଇଁ, ମୁଁ ଭୂତପତିମାନଙ୍କୁ ବିତାଡ଼ିତ କରୁନାହିଁ, ବରଂ ମୁଁ ପରସ୍ପରଙ୍କର ଶକ୍ତିରେ ମୋ ଭୂତମାନଙ୍କୁ ବିତାଡ଼ିତ କରୁଛି। ତେଣୁ ସ୍ୱର୍ଗରାଜ୍ୟ ସନ୍ନିକଟ ବୋଲି କହୁଛନ୍ତି। ତେବେ ସ୍ନେହର ଭାଇ ଭଉଣୀମାନେ, ଆମେ ଅନେକ ସମୟରେ ପ୍ରଭୁଙ୍କର ବାକ୍ୟକୁ ପ୍ରତିରୋଧ କରୁଛୁ, ଶୁଣିବା ଆମର କାନ ବନ୍ଦ କରୁଛୁ, ଆମର ମନ ବନ୍ଦ କରୁଛୁ। ଆମେ ବାଇବେଲ ନା ପଢ଼ୁଛୁ, ନା ବାଇବେଲ ନା ଶୁଣୁଛୁ, ନା ବାଇବେଲ ଆମେ ମନନ ଚିନ୍ତନ କରୁଛୁ। କାରଣ କିନ୍ତୁ କେବଳ ଆମେ ବିଶ୍ୱାସ ଦ୍ୱାରା ହିଁ ଆମେ ପରିତ୍ରାଣ ପାଇବା, ଏବଂ ବିଶ୍ୱାସ କେବଳ ଶ୍ରବଣରୁ ଜାତ। ତେଣୁ ସ୍ନେହର ଭାଇ ଭଉଣୀମାନେ, ଆମେ ଯୀଶୁଙ୍କର କର୍ମ ଦେଖି ଆମେ ବିଶ୍ୱାସ କରିବା। ଆମର ବିଶ୍ୱାସ ବୃଦ୍ଧି କରେ କେବଳ ବିଶ୍ୱାସ ଦ୍ୱାରା। କାରଣ ଆମେ କେବଳ ବିଶ୍ୱାସ ନୁହଁ, କାରଣ ଆମର ଯାକୋବ ପୁସ୍ତକ 2:20 ଲେଖାଯାଇଛି ଯେ କର୍ମ ବିନା ବିଶ୍ୱାସ ମୃତ୍ୟୁ। ତେଣୁ ଯାକୋବ ପଦ 2:24 ଲେଖାଯାଇଛି ଯେ କର୍ମ ଏବଂ ବିଶ୍ୱାସ ଉଭୟ ଆବଶ୍ୟକ ଅଛି। ତେଣୁ ପ୍ରଭୁ ଯୀଶୁ କର୍ମ ବି କରୁଛନ୍ତି, ବିଶ୍ୱାସ କରୁଛନ୍ତି। ଯାକୋବ ଉଦାହରଣ ସ୍ୱରୂପ ଆବ୍ରାହମ ନିରାଶଜନକ ପରିସ୍ଥିତିରେ ଆଶା ରଖି ବିଶ୍ୱାସ କଲେ, ଅସଂଖ୍ୟ ଜନତାଙ୍କର ପିତା ହେଲେ, ଏବଂ ଇସାକ ମାନେ ତାଙ୍କର ପରମେଶ୍ୱର ଯେଉଁ ଆଜ୍ଞା ଦେଲେ ତାଙ୍କୁ ନିଜର ପୁଅକୁ ନେଇ ବଳି ଦେବା ପାଇଁ କହିଲେ, ଆବ୍ରାହମ ମଧ୍ୟ ନିଜର କର୍ମ ଦ୍ୱାରା, ଖାଲି ବିଶ୍ୱାସ କଲେ ନାହିଁ, କର୍ମ ଦ୍ୱାରା ସେ ଯାଇକି ସେ ନିଜର ପୁଅକୁ ଆବ୍ରାହମକୁ ତାଙ୍କର ଇସାକୁ ବଳି ଦେଉଥିଲେ। ତଦ୍ୱାରା ତାଙ୍କର ବିଶ୍ୱାସ ସିଦ୍ଧ ହେଲା। ତେଣୁ ଆଜି ବିଶେଷ କରି ପ୍ରଭୁ ଆମମାନେ କହୁଛନ୍ତି ଯେ ଅବିଶ୍ୱାସ ହୁଅନି। କାରଣ ଆମେ ପୁନରୁତ୍ଥାନ ପରେ ଯେତେବେଳେ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଦର୍ଶନ ଦେଲେ, ସେହି ସମୟରେ ସାଧୁ ଥମାସ ନଥିଲେ, ଏବଂ କିଛି ଦିନ ପରେ ସେମାନେ ଆସି କହିଲେ ଆମେ ଯୀଶୁଙ୍କ ଦର୍ଶନ ପାଇଛୁ। ଥମାସ କହିଲେ, ଯେଉଁ ପର୍ଯ୍ୟନ୍ତ ତାଙ୍କର ହସ୍ତରେ ଏବଂ ବକ୍ଷରେ ତାଙ୍କର ଛତ ଚିହ୍ନରେ ମୁଁ ଆଙ୍ଗୁଠି ଦେଇନି, ସେ ପର୍ଯ୍ୟନ୍ତ ମୁଁ ଅବିଶ୍ୱାସ କରିବି ନାହିଁ। ତାଙ୍କର ଅବିଶ୍ୱାସ ଦେଖି ପ୍ରଭୁ ଯୀଶୁ କିଛି ଦିନ ପରେ ଆଉ ଥରେ ଥମାସଙ୍କର ଉପସ୍ଥିତିରେ ଆସି ଦର୍ଶନ ଦେଲେ, ଏବଂ ସେହି ସମୟରେ କହିଲେ, ଥମାସ, ଆଣ ତୁମର ଆଙ୍ଗୁଠି ଆଣି ମୋର କ୍ଷତରେ, ମୋର ହାତରେ ଏବଂ ବକ୍ଷରେ ତୁମର ଆଙ୍ଗୁଠି ଦିଅ। ଏବଂ ସେତେବେଳେ ସାଧୁ ଥମାସ କହିଲେ, ହେ ମୋର ଈଶ୍ୱର, ହେ ମୋର ପ୍ରଭୁ। ସେତେବେଳେ ପ୍ରଭୁ ଯୀଶୁ ଥମାସକୁ କହିଲେ, ଅବିଶ୍ୱାସୀ ହୁଅ ନାହିଁ, ବିଶ୍ୱାସ ହୁଅ। ତେବେ ସ୍ନେହର ଭାଇ ଭଉଣୀମାନେ, ଏ ବିଶ୍ୱାସ ପାଇବାର ଏକମାତ୍ର ଆଧାର, ଏକମାତ୍ର ସୋର୍ସ ହେଉଛି ସେ ବାକ୍ୟ। ଏ ବାକ୍ୟକୁ ଯେଉଁମାନେ ପ୍ରତିରୋଧ କରୁଛନ୍ତି, ସେମାନେ ପବିତ୍ର ଆତ୍ମାକୁ ପ୍ରତିରୋଧ କରୁଛନ୍ତି, ଏବଂ ପ୍ରତିରୋଧୀକୁ ଯଦି ପବିତ୍ର ଆତ୍ମା ପ୍ରତିରୋଧ କରୁଛନ୍ତି, ତାହେଲେ ତାହା ପବିତ୍ର ଆତ୍ମା ବିରୁଦ୍ଧରେ ପାପ। ମାଥ୍ୟୁ 9:32 ତେଣୁ ସେମାନଙ୍କର ପାପ କ୍ଷମାଟ କଷ୍ଟ ହେବ। ତେଣୁ ସ୍ନେହର ଭାଇ ଭଉଣୀମାନେ, ଧର୍ମଶାସ୍ତ୍ରରେ ଯାହା ଲେଖାଯାଇଛି, କାରଣ ଜହନ 17:17 ଲେଖାଯାଇଛି, ବାକ୍ୟ ହିଁ ସତ୍ୟ, ଏବଂ ବାକ୍ୟ ହିଁ ସତ୍ୟ। ଏ ବାକ୍ୟକୁ ଆମେ ବିଶ୍ୱାସ କରି ହିଁ ଆମେ ଅନନ୍ତ ଜୀବନ ପାଇବା, ତାହା ଏକମାତ୍ର ରାସ୍ତା। ତେଣୁ ଏ ବିଶ୍ୱାସକୁ ଯେଉଁମାନେ ପ୍ରତିରୋଧ କରନ୍ତି ବା ଆକୁ ଲୋକମାନଙ୍କୁ ବିଭ୍ରାନ୍ତ କରନ୍ତି, ସେମାନଙ୍କୁ ଭିକ୍। ଆସନ୍ତୁ ପରମେଶ୍ୱରଙ୍କୁ ନିବେଦନ କରିବା, ପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କର। ଆମେ ଯେପରି ପ୍ରଭୁଙ୍କର କାର୍ଯ୍ୟ ଦେଖି ବିଶ୍ୱାସ କରି ପରିତ୍ରାଣ ପାଇବା, ସେ ଅନୁଗ୍ରହ ପ୍ରଦାନ କରନ୍ତୁ। ସମସ୍ତେ ଗୁଡ୍ ହିୟରିଂ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ। ଜୟ ଯୀଶୁ।